କିଛି ଦିନ ଗଲା ପରେ ବଣିକ ବିଦେଶରୁ ଫେରି ଆସିଲା। ସେ ତାର ବନ୍ଧୁ ଘରକୁ ଯାଇ କହିଲା, ମିତ, ମୁଁ ତ ଫେରି ଆସିଲି, ଏବେ ମୋର ସେ ତରାଜୁଟିକୁ ଫେରାଇ ଦିଅ। ବନ୍ଧୁ ମିଛରେ କହିଲା, କ'ଣ କହିବି ମିତ, କହିବାକୁ ବଡ଼ ଦୁଃଖ ଲାଗୁଛି। ତୁମ ତରାଜୁଟିକୁ ମୂଷାଗୁଡ଼ାକ ଖାଇଦେଲେ। ମୁଁ ତୁମ ତରାଜୁ କେଉଁଠୁ ଦେବି? ବଣିକ ବନ୍ଧୁର ଚାଲାକି ବୁଝିପାରିଲା। ସେ ମଧ୍ୟ ବଡ଼ ଚତୁର ଥିଲା। ସେ ଶାନ୍ତି ଭାବରେ କହିଲା, ମୂଷା ଯଦି ଖାଇଗଲେ ତୁମେ ଆଉ କ'ଣ କରିବ? ଯାହା ହେବାକୁ ଥିଲା ତାହା ହେଲା। ତୁମେ ସେଥିପାଇଁ ମୋଟେ ଦୁଃଖ କର ନାହିଁ। ଏବେ ମୁଁ ନଈକୁ ଗାଧୋଇବାକୁ ଯାଉଛି। ତୁମ ପୁଅ ମୋ ସାଙ୍ଗରେ ତେଲ ଓ ଗାମୁଛା ନେଇ ଆସୁ। ବନ୍ଧୁ ଜଣକ ତାଙ୍କ ପୁଅକୁ ଡାକି କହିଲେ, ପୁଅରେ, ଏ ହେଉଛନ୍ତି ତୋର ମଉସା। ଆଜି ବିଦେଶରୁ ଫେରିଛନ୍ତି। ସେ ଗାଧୋଇବାକୁ ନଈକୁ ଯିବେ। ତୁ ତେଲ ଓ ଗାମୁଛା ନେଇ ତାଙ୍କ ସାଙ୍ଗରେ ଯା। ବଣିକ ଓ ବନ୍ଧୁଙ୍କ ପୁଅଟି ନଈ କୂଳକୁ ଚାଲିଗଲେ। ବଣିକ କ'ଣ କଲା ନା, ସେ ପିଲାଟିକୁ ପାହାଡ଼ର ଗୋଟିଏ ଗୁମ୍ଫା ଭିତରେ ପୂରାଇ ଦେଇ ଗୁମ୍ଫାର ମୁହଁକୁ ପଥରରେ ବନ୍ଦ କରିଦେଲା। ତାପରେ ଗାଧୋଇ ସାରି ବନ୍ଧୁଙ୍କ ଘରକୁ ଫେରି ଆସିଲା।